ଥାଇକି ଦେଖାଯାଉନି। ଫୋକସ୍ କଲେ ଦେଖାଯିବ। ହଁ ସେଇଠି ଉଡ଼ିଗଲା। ଶୁଙ୍ଗିଲେ ତାକୁ ଭଲ ଲାଗେ ଯେ ସେ କଲରକୁ ବାହାର କରିକି ଶୁଙ୍ଗିବ। ଏମିତି ପେଟ୍ରୋଲ ଯେତେବେଳେ ଆମର ଗୋଟେ ନୂଆ ଗେଟ୍ କରାହେଇଛି ଆଉ ତା ସହିତ କ'ଣ କରିବେ ନା ଆଣିଛନ୍ତି ରଙ୍ଗ ତାକୁ ମାରାହବ। ଏଇଟା କ'ଣ ସବୁ ରଙ୍ଗ ଯେ? ଏଇଟା ହେଉଛି ଜିଙ୍କ ପ୍ରାଇମର। ଜିଙ୍କ ପ୍ରାଇମର ମାନେ ରସ ହବନି ଆଉ ଏଠି ସାନୁ ବାବୁ ତମର କ'ଣ କାମ ଏଠି? ତୁ ରଙ୍ଗ କରିବୁ କି? ଯା ରଙ୍ଗ ଟଙ୍ଗ ଟିକେ କରିଦେ ବାପା ଆଉ ବେକାରିଆ କରିବେ। ଯା କରିବୁନୁ? ଚାଲିଲା ଆଉ ମାନେ ଫାର୍ମରେ କୁକୁଡ଼ା ନଥିଲା ଆଉ ଯାହା କାମ ଚାଲିଛି ଆଉ ଘର କାମ ଯାହା ଯେମିତି ଅଛି ଟିକେ ଟିକେ ସବୁ ସାରିବେ ଆଉ। ରଙ୍ଗ କାମ ଆରମ୍ଭ ହେଇଗଲା। ଆମ ଗେଟ୍ ଭାଙ୍ଗି ଯାଇଛି ତେଣୁକରି ରଡ଼ରେ ଆମେ ଗୋଟେ ନୂଆ ଷ୍ଟାଇଲ ଗେଟ୍ କରୁଛୁ ଆଉ ଆମ ଶସ୍ତାରେ ଆଉ ପଇସା ତ ନାହିଁ ନହେଲେ ଅଲଗା କିଛି ଗ୍ରିଲ୍ କି ଗେଟ୍ ଲଗେଇବା ପାଇଁ। କାଲି ରାତିରୁ ଲାଗିଛନ୍ତି ଏମିତି ସବୁ ରଙ୍ଗ ବାଜା ତ ଥୋପେଇ ପଡ଼ିଲାନି ରଙ୍ଗରା ଖାଲି ପତଳାରେ ଲାଗିବ ମାନେ ଇଏ କାମ ହେଲା ଜିଙ୍କ ପ୍ରାଇମର ମାନେ ରଡ଼ଟାରେ ସେ ରହିବ ଆଉ ଡଷ୍ଟ ଲାଗିବନି। ଡଷ୍ଟ କି ବର୍ଷା ହେଲା ଇଏ କଣତି ଲାଗିବ ତୋରା ଜଙ୍କ ଲାଗିବନି ଆଉ ସେଇଥିପାଇଁ ଏସବୁ କାମ ଚାଲିଛି। ଏଇଟା ଛୋଟିଆ ଗେଟ୍ ଏଇଟା ହେଉଛି ବଡ଼ଟା ରଡ଼ରେ ଆମର କରାହେଇଛି କେତେ ସୁନ୍ଦର ଗେଟ୍। ଆଗ କାଠରେ କରାହେଲା ଯେ ବର୍ଷକୁ ବର୍ଷ ସବୁ ବର୍ଷ ଲାଗୁଛି ନୂଆ କାଠ ଆମର କୁତୁରି ଯାଉଛି କାଠ ଆଉ ମାନେ ସେଇଥିପାଇଁ କଲେ ଏଇଥିରେ କରିଦିଅନ୍ତି ଆଉ ଯୋଉ ବାହାରଟା ଖରା ବାଜୁଛି ବର୍ଷା ପାଣି ସବୁଠିକି ସବୁ ନାଗିକିନି ଏଇଟା କୁତୁରି ଯାଉଛି। ସେଇଥିପାଇଁ ଏଇଟା ଗୋଟେ ନୂଆ ଡିଜାଇନ୍ କରାହେଲା ନୂଆ ଷ୍ଟାଇଲ୍। ଆଜି ଆମର କ'ଣ କରୁଛନ୍ତି ନା ଗୋଟେ ସୁନ୍ଦର ଗେଟ୍ ହେଉଛି ତିଆରି ଆଉ ମୋ ପୁଅ ଏଠି କ'ଣ କରୁଛି ତୁ ଏଠି ସେ କଲରକୁ ଶୁଙ୍ଘୁଛି ମାନେ ତାକୁ କଲର ଶୁଙ୍ଘିଲେ ତାକୁ ଭଲ ଲାଗେ ଯେ ସେ କଲରକୁ ବାହାର କରିକି ଶୁଙ୍ଘିବ। ଯେମିତି ପେଟ୍ରୋଲ ଯେତେବେଳେ ଆମକୁ ଟାଙ୍କିରେ ତେଲ ପଡ଼ୁଥିବ ସେମିତି ପେଟ୍ରୋଲ ହେଠି ଏମିତି ଶୁଙ୍ଘିବ ତାକୁ ଏଇଟା ଭାରି ବହୁତ ପସନ୍ଦ ଲାଗେ ଶୁଙ୍ଘିବା ପାଇଁ ନା ସେ ତାର ଶୁଙ୍ଘୁଛି। ଏଇଠି ତ କରୁଛନ୍ତି କ'ଣ କଲର ହେଉଛି ଆମର ସୁନ୍ଦର ଗେଟ୍ ରଡ଼ରେ କଲର ରଙ୍ଗା ହେଉଛି ଆଉ ପ୍ରାଇମର ଯେମିତି କିଛି ଜଙ୍କ ଲାଗିବନି କି କଳଙ୍କ କ'ଣ ଗୋଟେ କହନ୍ତି ସେଇଟା କିଛି ଲାଗିବନି ବୋଲି ସେ ଲଗାଉଛନ୍ତି କଲର ଲଗାଉଛନ୍ତି ଆଉ ପ୍ରାଇମର ଆଉ କାଲି ସନ୍ଧ୍ୟା ଭିତରେ ଲାଗିଛି ଆଜି ଜାଣି ସକାଳ ସୁଦ୍ଧା ସବୁ କମ୍ପ୍ଲିଟ୍ ହେଇଗଲା ଆଉ ଟିକେ କାଲି ରଡ଼ ଆଣି ମାପ ଯୁକ କରି କାଟି ଆଜି ସେଠୁ ସବୁ ଓଲ୍ଡିଂ କରି ଆଣିକିନା ବର୍ତ୍ତମାନ ପ୍ରାଇମର ମାରା ହେଉଛି। କାହିଁକିନା ଆମ ଗେଟ୍ଟା ବର୍ଷକୁ ନିହାତି 2-3 ଥର ଭାଙ୍ଗୁଛି ବର୍ଷେ ଯାଉନି କାଠ ଗେଟ୍ଟା ତାପରେ ଯେତିକି ନ ଭାଙ୍ଗିତା ମୋ ପୁଅ କ'ଣ ଯିବ ସାଇକେଲରେ ଯିବ ସେ ଆଉ ଗେଟ୍ ଖୋଲିବନି ସାଇକେଲରେ ଏମିତି ତ ଗୋଟେ ବୁଇଠା ଦେବ ସେ ଗେଟ୍ ଭାଙ୍ଗିକିନା ପଡ଼ୁଛି ଆଉ ସେଇଥିପାଇଁ ଲାଷ୍ଟରେ ରଡ଼ ଆଣିକିନା ଗେଟ୍ କରାହେଉଛି ଯେମିତି ସେ ଆଉ ଭାଙ୍ଗିବନି ସେ ଟିକେ ଭାଙ୍ଗିବା ପାଇଁ ତାକୁ ବହୁତ ବଢ଼ିଆ ଲାଗେ। ହଁ ଏଇ ଗୋଟେ ନଗେଇଦେଲେ ବାନ୍ଧିକିନି ହେଇଟା ହୁଅନ୍ତାନି ଗୋଟା ଗୋଟା ହଁ ହବ ଏଇ ଯୋଉ କ'ଣ ହେଇଯିବ ପ୍ଲାଷ୍ଟିକ ଟି ପଡେ ଆମ ସେରାକୁ ଶୁଙ୍ଗୁନି ଯା ଘରେ ବସିଥିବେ ଖରାରେ ବସନି କେତେ ଗରମ ହେଉଛି। ଆମର ସବୁ ଖରାରେ କିନ୍ତୁ ସବୁ ଶୁକା ହେଇଛି ଘୁଷି ଆଉ ଦେଖନ୍ତୁ ବାଛୁରୀ ଆମର ପୁରା ଘାସ ପୁରା ଚରୁଛନ୍ତି ପୁରା ବଢ଼ିଆ ଭାବରେ ବାରି ଗୋଟା ଯାକ ଘାସ ହେଇଯାଇଛି ପାଣି ପକେଇ ଦିଆହେଉଛି ଯେଉଁ ତାଙ୍କର ବାଛୁରୀ ମାନେ ଘାସ ଖାଉଛନ୍ତି ଆଉ ଇଏ ତ ତାଙ୍କର କାମ ଚଲେଇଛନ୍ତି ଆଜି ଦ୍ୱିପହର ଯାକ ବୋଧେ ଏଇଟା କାମ ହେବ ଆଉ କେତେ ଅଧଘଣ୍ଟା ଭିତରେ ସରିବ ନାଇଁ ଖରା ଗରମ ହେଉଛି ଆମ ଆଡ଼େ ତ ପ୍ରବଳ ଗରମ ଚାଲିଛି ପୁରା ନିଆଁ ବର୍ଷୁଛି। ଆମର ବର୍ତ୍ତମାନ ଇଏ ଯେଉଁ କରାହେଉଛି ରଙ୍ଗ କାମ ପ୍ରାଇମର କାମ ଶେଷ ଗେଟ୍ କାମ ସବୁ ସରିଲାଣି। ଏଇଟା ହେଇଯାଇଛି ପୁରା ହଳଦିଆ କଲର ଏଇଟା ବି ଅଛି ହଳଦିଆ କଲର ଇଏ ଶୁଖିଗଲାଠୁ ୟା କଲରଟା ପୁରା ବଢ଼ିଆ ଦେଖାଯାଉଛି। ଏଇଟା ଟିକେ ଓଦା ଅଛି ଟିକେ ଫିକା ଫିକା ଲାଗୁଛି ଆଉ ତାପରେ ପୁଣି ଗୋଟେ ରଙ୍ଗ ଚଢ଼ିବ ନା ଏଇଟା ପ୍ରାଇମର ମରା ହେଲା ତାପରେ କେଉଁ କଲର ମାରିବ ରଙ୍ଗଟା ଏଇଟା ଖୋଲିନ ନାଇଁ ସାନୁ ଖୋଲିଛି ତା ରଙ୍ଗ ସେ ଅଧା ନେଲାଣି ତା ମୂର୍ତ୍ତିରେ ମାରିବା ପାଇଁ ଆଉ ଆମର ଏଇଠି ବାଛୁରୀ ମାନେ ପୁରା ଆସିକି ଯେଉଁ ଖରା ଗରମ ହେଉଛି ପୁରା ଶାନ୍ତିରେ ଶୋଇଯିତି ଗୁହାଳେ ଚୁଲି ପାଖରେ ପୁରା ସେ ତା ପାଖକୁ ଲଗେଇକି ପୁରା ଶୋଇଯିତି ତାଙ୍କର ତଳେ ମନ ହେଉଛି ଯାଇକି ତୋରାଣି ପାଣି ଘାସ ଖାଉଛନ୍ତି ଆଉ ପୁରା ଶାନ୍ତିପୂର୍ଣ୍ଣ ସେ ଶୋଇଛନ୍ତି 2 ଜଣ ଯାକ କିନା ଶୋଇଯିତି ଦେଖିଲେ ବଢ଼ିଆ ଖୁସି ଲାଗୁଛି ସେ ମୁଣ୍ଡ ହଲାଉଛି ଗରମ ତ ପ୍ରବଳ ଆଉ କେତିକି ଅଛି କି ନା ସଲାଇତି ଲାଷ୍ଟ ଏଇଟା ଆଉ କାଲି ତ ପ୍ରାଇମର ମାରିଦେଲେ ଆଜି ବର୍ତ୍ତମାନ ଗେଟ୍ରେ କଲର ଲଗା ହେଉଛି। କାଲିଠୁ ଲଗେଇ ଚାଲିଛନ୍ତି ସେ ତାଙ୍କ କାମ ଆଉ କାଲି ଦିନ ଯାକ ଯାହା ଯେମିତି କାମ ଚାଲିଲା ଏନୁ ବର୍ତ୍ତମାନ ସକାଳୁ ଉଠୁକା କାମ ଚାଲିଛି କାମ ଯେତେବେଳେ ସରିବ ଆଉ
କେତେ ସୁନ୍ଦର ଭାବରେ ଦେଖାଯାଉଛି ଗେଟ୍ଟି। କଲର ଇଏ କୋଉ କଲର ଏଟା ମାଟିଆ କଲରଟା ତା ନାଁ କ'ଣ ଜାଣିନି। ଏ ଗୋଟେ ଭଲ କଲରଟେ ଆଉ। କୋଇଲି ମାନେ ଏଇଟା ଘଣ୍ଟେ 2 ଘଣ୍ଟା ହେଲାନି ବୁବଉଛି ତା ପାଟି କେମିତି କାଟୁନି ମୁଁ ଖାଲି ଏଇଟା ଭାବୁଛି। ସେତେବେଳୁ କାମ କରୁଛୁ ମୋର ରୋଷେଇ ହାଡ଼େ ବସିଛି ସେ ତାଙ୍କର କଲର କରୁଛନ୍ତି ମାନେ ସକାଳୁ ଉଠିଲା ବେଳୁ ସେ କୁ 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 କରୁଛି କିଛି ଶୁଣିଦେଲା ବୋଧେ ଆଉ କାହିଁ ବୁବଉନି। ସିଏ ଭିଡ଼ିଓଟା ପାଇବ ଏଇ ଉପରେ ବସିଛି ସେଇଟାକୁ ଜୁମ୍ କରୁନ ସେଇଟା 1 2 3 ନା ସେଇଟାକୁ ମାଡ଼ିକି ଧର ମୁଁ ଭିଡ଼ ପଡ଼ିବି ତଥାପି ଦେଖାଯାଉନି। ଫୋକସ୍ କଲେ ଦେଖାଯିବ। ହଁ ସେଇଠି ଉଡ଼ିଗଲା ପଳେଇଲା ଗଲା ଭାରି ଆଉ ତମ ନାଗି ଗଲା। ସେ ଗଲା ଭଲ ହେଇ ସେ ମୋତେ ଆଉ ମୁଁ ବିରକ୍ତିଆ ଲାଗିଲାନି ତା ଗୀତ ଶୁଣି ଶୁଣି। ସେ ସେତେବେଳୁ ଖାଲି ଏମିତି ଚିଁ ଚିଁ ହେଉଛି ଆଉ ତା ସାଙ୍ଗରେ ଆମେ ପୁଣି ଖେଳିଲୁ ଟିକେ ଆସି ଯେମିତି ବୁବଉଛି ଆମେ ବୋଇଲୁ ତଥାପି ବି ସେ ଶୁଣିବାର ନାହିଁ। ତା ଯୋଉ ଭିଡ଼ିଓ କରିଦିଆ ହେଲା ସେଇଥିପାଇଁ ପଳେଇଲା ସିଧା ଛୁଆ ଆଉ। ସକାଳୁ ସକାଳୁ ଉଠିକିନା ସେ ତାଙ୍କ କାମ ସବୁ କଲେଣି ଆଉ ମାନେ ଗେଟ୍ ପୁରା ରେଡ଼ି ହେଇସାରିଲାଣି। ଗଛ ହାଣି ମାନେ ଖୁଣ୍ଟ ପୋତି ଗେଟ୍ ଲଗେଇ ସାରିଲେଣି। କାହିଁକିନା ଏଇ ଗଛଟା ପୁରା ଏପଟକୁ ଥିଲା ନହେଲେ ଗେଟ୍ଟା ବି ଆଉ ଯିବନି। ସେଥିପାଇଁ ଗଛ ହାଣିକିନା ଇଆଡ଼େ ସବୁ ସାଇଡ଼୍ କରି ଥୋଇ ଦେଇଛି। ଗଛ ତ ହାଣିବା ପାଇଁ ଇଚ୍ଛା ହେଉନଥିଲା ହେଲେ କ'ଣ କରିବା ଗଛ ନ ହାଣିଲେ ବି କିଛି ହେଇପାରିବନି। ଏପଟକୁ ପୁରା ମାଡ଼ିକି ରହୁଥିଲା ଗେଟ୍ ଉପରକୁ ଆଉ ଏଇଟା ବଡ଼ ଗେଟ୍ଟା ଲାଗିଗଲା ତାପରେ ଏଇଠି ଛୋଟ ଗେଟ୍ଟା ଆଉ ଏ ଗେଟ୍ଟା ତ ଲଗେଇ ସାରିଛନ୍ତି ଯାଇଛନ୍ତି ପୁଣି ଆର ଗେଟ୍ଟା ଧରି ନେବା ପାଇଁ ଆଉ ଏ ଗେଟ୍ ବି ଆସିଗଲା। ବହୁତ ବଡ଼ ହେଇଯାଉଛି ଏଇଟା ପୁଣି ଏନୁ ଖୋଲିବାକୁ ପଡ଼ିବ ଆଉ ମାନେ ଭୁଲରେ ଲଗେଇଦେଲେ ଆଉ ମାପି ନାହାନ୍ତି ଏନୁ ପୁଣି ଆଉ ଥରେ ପରିଶ୍ରମ କରି ଖୋଲିକିନା ସେପଟକୁ ଟିକେ ଦେବାକୁ ପଡ଼ିବ। ବଡ଼ ହେଇଯାଇଥିଲା ପୁଣି ଏପଟକୁ ପୁରା ଘୁଞ୍ଚେଇଲେ ଆହୁରି ଚାଖେଣ୍ଡେ ତାପରେ ଫିଟେଇକି ପୁଣି ବାନ୍ଧୁଛନ୍ତି ନହେଲେ ହେବନି ଆଉ ଇଏ ଲାଗିଯିବନି ଆଉ। ଆମ ମେ ଖାଲି ସବୁ ଦେଖୁଛି ବାନ୍ଧିଦେଲେ ହବ ଏଇଟାରେ। ହଁ ଏଇଟାରେ ବାନ୍ଧିଦିଅ ମେ ଆମର ଖାଲି ଦେଖୁଛି ଆଉ ଯେ ସବୁ କ'ଣ ହେଉଛି। ଏଇ ଛୋଟିଆ ଗେଟ୍ର କାମ ଏନୁ ଚାଲିଛି ଆଉ ଫାଷ୍ଟ ତ ସରିଗଲା ଏନୁ ସେକେଣ୍ଡ ଗେଟ୍ କାମ ତାର ପୁରା ଗୁଡ଼ଉଛନ୍ତି ଚାଲିଛି ଆଉ ଟଗର ଫୁଲ ଗଛର ଡାହିଟାକୁ ହାଣିବାକୁ ପଡ଼ିଲା ଏଇଟା ହାଣା ହେଲା ବୋଲି ବି ମନ ଦୁଃଖ ଲାଗୁଛି କାହିଁକିନା କେତେ ସୁନ୍ଦର ଡାହିଟା ଏପଟକୁ ଯେତିକି ଲମ୍ବିଥିଲା ସେପଟକୁ ସେତିକି ବି ଲମ୍ବିଥିଲା ହେଲେ କ'ଣ କରିବା ହେବନି ପୁରା ଗେଟ୍ ଯାଇପାରିବନି ସେପଟକୁ। ଏଇ ସବୁ ସକାଳୁ ଆଜି କାମ ଚାଲିଛି ଏତେ 3 ଦିନ ହେଲା ଲାଗିଛନ୍ତି ଗେଟ୍ରେ ସବୁଦିନ ଟିକେ ଟିକେ କାମ ଯେତିକି ତାର କାମ ଦରକାର ସେତିକି କାମରେ ଲାଗିଛନ୍ତି। ଆଜି ଜାଣି ଫାଇନାଲ୍ ସଲା ଆଉ ଦେଇ ଖୋଲିଲ ଥର କେମିତି ଯାଉଛି ସିଧା ପୁଣି ପଳେଇ ଆସୁଛି। ମୁଭିଂ ହେଇଯାଉଛି ଆଉ ନାଇଁ ହଉ ଭଲ ହେଲା ରହିବନି ସିଏ ଆଉ। ଆଉ ଗେଟ୍ଟି ତ ନିଜେ ତିଆରି କରିଛନ୍ତି କେମିତି ହେଇଛି ଟିକେ କହିବେ ଆଉ ଭଲ ହେଇଛି ଟିକେ ଖରାପ ହେଇଛି। ବର୍ତ୍ତମାନ ଗେଟ୍ଟି ପୁରା ରେଡ଼ି ପୁରା ପରଫେକ୍ଟ ହେଇଗଲା ଆଉ ଗେଟ୍ କାମ ତ ପୁରା ଏମୁଣ୍ଡ କରିଦେଲେ ସବୁ ଆଉ କ'ଣ କହିବ ତୁମେ କୁହ ଗେଟ୍ କାମ ତ ସରିଗଲା। କ'ଣ କହିବା ସକାଳୁ ଲାଗିଛି ଝାଳ ଦେଖୁଛ ତ କେଉଁ ଟାଇପ୍ର ହେଇସାରିଲାଣି ଆଉ ଝାଳ ତ ବାହାରୁଛି 24 ଘଣ୍ଟା ଗରମ ଲାଗୁଛି ଆଉ ଝାଳ ବାହାରିବନି। ବର୍ତ୍ତମାନ 3 ଦିନର ପରିଶ୍ରମ ସଲା ପରିଶ୍ରମ ବୋଲି ଘଣ୍ଟେ ଘଣ୍ଟେ ସକାଳୁ ଲଗା ହୁଏ ଆଉ ଭାଙ୍ଗି ଯାଇଥିଲା ଆମ କାଠ ଗେଟ୍ଟା ଯେ ଭାରି ହଇରାଣ ହୋଇଗଲି ସେଇଥିପାଇଁ ଆଇଡ଼ିଆ ଖର୍ଚ୍ଚ କରି କହିଲେ ନାହିଁ ରୋଡ଼ରେ କରିଦେବା ଆଉ ଭଲ ହେଲା ଏକ ପ୍ରକାର ଆଉ ଭଲ ଦେଖାଯାଉଛି। ଆମ ମେକୁ ବାଣ୍ଟି ଖାଲି ଟୁଙ୍ଗୁଛନ୍ତି ଆଉ ଭାବୁଛନ୍ତି କ'ଣ ସବୁ ଚାଲିଛି।